ପ୍ରକୃତରେ ରାଜନୀତି କ'ଣ ଆଉ ରାଜନେତା ଆମେ କ'ଣ ପାଇଁ ବାଛେ ଆପଣମାନେ କେହି ଠିକରେ ଜାଣିଛନ୍ତି କି? ମୁଁ ତ ଠିକରେ ଜାଣିନି। ସେଥିପାଇଁ ଆପଣମାନେ ଯଦି କେହି ଜାଣିଥିବେ ତାହେଲେ ମୋତେ ନିହାତି କହିବେ। କିନ୍ତୁ ମୁଁ ଯେତିକି ଜାଣିଛି ରାଜନୀତି କ'ଣ ତ ମୁଁ କହିପାରିବିନି, କିନ୍ତୁ ରାଜନେତା ଆମେ ଏଇଥିପାଇଁ ବାଛେ ଯେ ଲୋକଙ୍କର ସୁବିଧା ଅସୁବିଧା ବୁଝିବା ପାଇଁ ଆମର ଜଣେ ଲିଡର ଦରକାର, ଆମର ଜଣେ ଆଗ ଧାଡ଼ିର ମଣିଷ ଦରକାର, ଯାହାକୁ କି ଆମେ ନେତା ବୋଲି କହୁ। ତାକୁ ତେଣୁକରି ଆମେ ସମସ୍ତେ ସଂଗଠିତ ହୋଇକି ସମସ୍ତେ ଏକାଠି ହେଇକି ଜଣକୁ ଆମେ ବାଛିଥାଉ, ଯାହାକୁ କି ଆମେ ନେତା କହୁ ଆଜିକାଲିର ଡେଟ୍ରେ। ସେଇ ନେତାମାନେ ଲୋକଙ୍କର ସୁବିଧା ଅସୁବିଧା କେତେ ବୁଝୁଛନ୍ତି କି ନ ବୁଝୁଛନ୍ତି ସେ କଥା ମୁଁ କହିପାରିବିନି। ସେଟା ଆପଣମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି, ଆଉ ମୁଁ ବି ଭଲ ଭାବେ ଜାଣିଛି କିଏ କେତେ ବୁଝୁଛି କିଏ କେତେ ନ ବୁଝୁଛି। କିନ୍ତୁ ବର୍ତ୍ତମାନ ଲୋକଙ୍କଠୁ ଭୋଟ ଆତେଇବା ପାଇଁ ରାଜନେତାମାନଙ୍କର ଯେଉଁ ଭଳିଆ ସବୁ ଚାଲିଛି ଭାଷଣବାଜି, କେତେ କେତେ ଯୋଜନା ସବୁ ଆସୁଛି, ମାନେ ଯୋଜନା ଅସଂଖ୍ୟ, ମାଳ ଯୋଜନା। ସେଥିରୁ କେତେଟା ସଫଳ ହେଉଛି କେତେଟା ବିଫଳ ହେଉଛି ସେ କଥା ସରକାର ଜାଣିଥିବେ କି ନେତା ଜାଣିଥିବେ। କିନ୍ତୁ ମୁଁ ଆଜି ଏ କଥା କହିବାର କାରଣ ହେଉଛି, ମାନେ ମୁଁ ଯେବେଠୁ ଜ୍ଞାନ ପାଇଲିଣି କି ଯେବେଠୁ ହେତୁ ପାଇଲିଣି ସେବେଠୁ ଗୋଟେ ଜିନିଷ ଶୁଣି ଆସୁଛି ଯେ ଗରିବୀ 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 ଗରିବୀ। ଏ ନେତା ଆସୁଛି କହୁଛି ଆମେ ଗରିବୀ ହଟେଇଦେବୁ, ସେ ନେତା ଆସୁଛି କହୁଛି ଆମେ ଗରିବୀ ହଟେଇଦେବୁ, ସେ ରାଜନୈତିକ ଦଳ ଆସୁଛି କହୁଛି ଆମେ ଗରିବୀ ହଟେଇଦେବୁ, ଆଉ ଗୋଟେ ରାଜନୈତିକ ଦଳ ଆସୁଛି କହୁଛି ଆମେ ଗରିବୀ ହଟେଇଦେବୁ। ସମସ୍ତେ କହୁଛନ୍ତି ଗରିବୀ ହଟେଇଦେବୁ। ସତରେ କ'ଣ ଗରିବୀ ହଟି ଯାଇଛି? 5 ଟଙ୍କିଆ ଡାଲମା ଭାତ, 2 ଟଙ୍କିଆ ଚାଉଳ, ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା କରାହଉଛି ବୋଲି ସରକାର ବଡ଼ ବଡ଼ ଭାଷଣ ମାରୁଛନ୍ତି। ତାପରେ ବି କ'ଣ ଗରିବୀ ହଟି ଯାଇଛି? ଏତେ ଯଦି ନେତାମାନେ କି ରାଜନୈତିକ ଦଳ ଲୋକଙ୍କ ସୁବିଧା ପାଇଁ କିମ୍ବା ଗରିବୀ ହଟେଇବା ପାଇଁ ଯୋଜନା କରୁଛନ୍ତି, ତାହେଲେ ଆଜି ଏଇଭଳିଆ ଦୃଶ୍ୟ କ'ଣ ପାଇଁ ଦେଖିବାକୁ ମିଳୁଛି? ଆମେ ସ୍ୱାଧୀନ ପାଇଛେ କି ନ ପାଇଛେ ସେଟା ଆପଣମାନେ ସମସ୍ତେ ଭଲ ଭାବେ ଜାଣିଛନ୍ତି। ସେତେବେଳେ ଇଂରେଜମାନେ ଶାସନ କରୁଥିଲେ, ବର୍ତ୍ତମାନ ଆମ ନେତାମାନେ ଶାସନ କରୁଛନ୍ତି। ତାପରେ ବି ସ୍ୱାଧୀନତାର ଏତେ ବର୍ଷ ପରେ ବି ଏଇ ଦୃଶ୍ୟ କ'ଣ ପାଇଁ ଦେଖିବାକୁ ମିଳୁଛି? ଆଜି କୋଉ ନେତାର ଗଡରେଜରେ ପୁଳା ପୁଳା ଟଙ୍କା ପଚିସଢ଼ି ଯାଉଥିବା ବେଳେ ଗୋଟେ ଗରିବ ଲୋକ ଖାଇବାକୁ ଠିକରେ ପାଉନି, ସେ ଟଙ୍କାର ମୁହଁ ଦେଖିବାକୁ ମିଳୁନି। କ'ଣ ପାଇଁ? ଆଜି ଯଦି କାହା ପାଖରେ କିଛି ନାହିଁ, ସେ ଯଦି କୋଉ ନେତାର ଚାମଚାଗିରି କରୁଛି, ବର୍ଷେ 2 ବର୍ଷ ପରେ ସିଏ ଗାଡ଼ି ଘର କରିକି ବୁଲୁଛି ନେତାର ଚାମଚାଗିରି କରିକି। କିନ୍ତୁ ଗୋଟେ ଗରିବ ହେଇକି ରହିଯାଉଛି। କ'ଣ ପାଇଁ? ଭୁଲ କୋଉଠି ରହୁଛି? ଲୋକଙ୍କର ମାନେ ଜନତାଙ୍କର ଭୁଲ ରହୁଛି ନା ନେତାଙ୍କର ଭୁଲ ରହୁଛି? ଆଜି ଏତେ ମାଳ ଯୋଜନା କରିକି 5 ଟଙ୍କିଆ ଡାଲମା ଭାତ ଦେଇକି 2 ଟଙ୍କିଆ ଚାଉଳ ଦେଇକି ସରକାର କହୁଛନ୍ତି ଆମେ ଏତେ ସବୁ ସୁବିଧା କଲା ପରେ ବି ଯଦି ଲୋକଟେ 2 ଓଳି 2 ମୁଠା ଖାଇବାକୁ ପାଉନି, ତାହେଲେ କି ଯୋଜନା କି ସରକାର କ'ଣ କରୁଛନ୍ତି? ଯଦି ଜଣେ ଠିକରେ ଖାଇବାକୁ ମୁଠେ ପାଉନି, କୋଉଠି କିଏ ଲଙ୍କା ଧରିକି ଖାଇଲାଣି ଭାତ ତ କିଏ କୋଉଠି ପିଆଜ ଧରିକି ଖାଇଲାଣି ଭାତ, ତାହେଲେ କି ସରକାର କି ଯୋଜନା କରୁଛନ୍ତି? କାହା ପାଖରେ ପହଞ୍ଚୁଛି ଯୋଜନା? ଭଲ ଭାବେ ଥରେ ଚିନ୍ତା କରିବେ।